ଆଜିର ବିଷୟବସ୍ତୁଟି ବହୁତ ଇଣ୍ଟରେଷ୍ଟିଂ। କେଉଁ ଜମିରେ ଆଦୌ ଘର କରିବା କଥା ନୁହେଁ। ଯଦି ଏ ଜିନିଷଟି ସମସ୍ତଙ୍କୁ ଜଣା ପଡ଼ିଯାଏ ତାହେଲେ ବାସ୍ତୁର ବହୁତ ବଡ଼ ଗୋଟେ ସମସ୍ୟାରୁ ଲୋକମାନେ ବର୍ତ୍ତିଯିବେ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ମୁଁ ଆପଣଙ୍କ ପ୍ରିୟ ବାସ୍ତୁବିଦ ଉମେଶ ମହାରଣା। ବାସ୍ତୁ କଥାର ଆଉ ଏକ ନୂଆ ଏପିସୋଡ଼କୁ ଆପଣ ସମସ୍ତଙ୍କୁ ଆଉଥରେ ମୁଁ ସ୍ୱାଗତ କରୁଛି। ଆଶା କରୁଛି ପ୍ରଭୁଦେବଙ୍କ କୃପାରୁ ଆପଣମାନେ ସମସ୍ତେ ଭଲରେ ଥିବେ। ବାସ୍ତୁ କଥା, ବାସ୍ତୁଦେବଙ୍କର ଅକୁଆ କଥା, ୟୁ ହାଭ୍ ଟୁ ଲର୍ନ। କଥା କ'ଣ କି, ଏଇ କିଛି ଦିନ ପୂର୍ବେ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟର ଗୋଟେ ଜାଗାକୁ ଭିଜିଟ୍ରେ ଯାଇଥିଲି। ସେ ଲୋକ ବହୁତ ସୁନ୍ଦର ଲୋକ, ବହୁତ ସରଳ ଲୋକ। ତାଙ୍କର ସମସ୍ୟା ଏମିତି ଥିଲା କି ପୂର୍ବରୁ ଗୋଟେ ଘର ସେ ତିଆରି କରିଥିଲେ। ଘର ତିଆରି ହେବା ପରେ ପରେ ସାପ କାମୁଡ଼ାରେ ତାଙ୍କ ବାପା ଚାଲି ଯାଇଥିଲେ। ସିଏ ଯେଉଁ କଥାକଥିତ ଯେଉଁ ବାସ୍ତୁବିଦ ଅଛନ୍ତି ଗ୍ରାମାଞ୍ଚଳରେ ତାଙ୍କୁ ଡାକିଥିଲେ, ସେ ଘର କରେଇଥିଲେ। ତାପରେ ଅନ୍ୟ ଏକ ବାସ୍ତୁବିଦକୁ ଯୋଗାଯୋଗ କଲେ। ସିଏ ଯାହା ଦେଖିଲେ କହିଲେ କ'ଣ ନା, ଏ ଜାଗାରେ ଘରଟା ଠିକ୍ ନୁହେଁ। ଧରିନିଅନ୍ତୁ ଗୋଟେ ଶିକ୍ଷା ପାଇଁ ଗୋଟେ ଆପଣଙ୍କ କଥାରେ କହୁଛି, ଏକ୍ଜାକ୍ଟ ସବୁ ଜିନିଷ ମନେ ରଖିବା ମୋ ଉପରେ ସମ୍ଭବ ନୁହେଁ। କିଛି ହାତ ଦୂରକୁ ସେ କହିଲେ ଆଉ ଗୋଟେ ଘର କରନ୍ତୁ, ଏ ଘରଟା ଭାଙ୍ଗି ଦିଅନ୍ତୁ। ସିଏ ବି ସେୟା କଲେ। ସେଇ ଘରର ପଛକୁ ଆଉ 2 ବଖରା ଘର କଲେ। ଆପଣ ମନେ ମନେ ଭାବୁଥିବେ ନା, ଏତେ କ'ଣ ସେ ଲୋକଙ୍କ ପାଖରେ ପଇସା ଅଛି ଯେ ବାରମ୍ବାର ଗୋଟେ ଗୋଟେ ଘର କରୁଛନ୍ତି? ନାହିଁ, ଛାତ ଘର ନୁହେଁ ଆଜ୍ଞା, ଏଇ ଝାଟିମାଟି ଯେଉଁ ଖପୁରି ଘର, ସେ ଘରକୁ ବ୍ରେକ୍ କରିକି ତା ପଛକୁ ଆଉ ଗୋଟେ ଘର ସେ କଲେ। ସେ ଘରେ କିଛି ଦିନ ରହିବା ପରେ ତାଙ୍କ ଭାଉଜ, ବୋଧହୁଏ ତାଙ୍କର ଭାଇ ବୋଉ ବେକରେ ରସି ଲଗେଇ ଆତ୍ମହତ୍ୟା କଲେ। ପୁଣି ଆହୁରି ଜଣେ ବାସ୍ତୁବିଦକୁ ଡାକିଲେ। ସିଏ କହିବା ଅନୁସାରେ ଏ ଘର ମଧ୍ୟ ଠିକ୍ ନୁହେଁ। ତେଣୁ ଆଉ ଗୋଟେ ଜାଗା, ସେ ଜାଗାରେ ସେ ଘର କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଭାଇଙ୍କର, ସାନ ଭାଇଙ୍କର ଅପମୃତ୍ୟୁ କେଉଁ ଟାଇପ୍ର, କିନ୍ତୁ ଅପମୃତ୍ୟୁ, ତାଙ୍କର ମଧ୍ୟ ମୃତ୍ୟୁ ହେଲା। ବିଚରା ସେ ଲୋକ, ଚିନ୍ତା କରନ୍ତୁ କେତେ ଟେନସନ୍ ରହୁଥିବେ। ଘରଟିଏ କରିବା ଆଜିକା ଡେଟ୍ରେ ସମସ୍ତଙ୍କ ଗୋଟେ ସ୍ୱପ୍ନ ଥାଏ। ସେ ଝାଟିମାଟି ଘର ହେଉ, ଛାତ ଘର ହେଉ, ଯାହା ବି ହେଉ, କିଛି ଦିନ ପରେ ପାଖରେ ପଇସା ପତ୍ର ଆସିଲା ପରେ ଚାହିଁଲେ ଗୋଟେ ଭଲ ଘର କରିବା ପାଇଁ। ଏବଂ ସେ ଜାଗାକୁ ମୁଁ ଯାଇଥିଲି ଭିଜିଟ୍ରେ ମୁଁ ଯାହା ଦେଖିଲି, ଆକ୍ଚୁଆଲି ଯେଉଁ ଜାଗାରେ ଘର ହେଇଛି ସେ ଜାଗା ତ ଭୁଲ। ଯିଏ ସେ ତାଙ୍କୁ କହିଛନ୍ତି ସେ ଜାଗା ଘର କରିବା ପାଇଁ, ସେ ଲୋକ ମଧ୍ୟ ଭୁଲ। ଯେଉଁ 2 ଜଣ 3 ଜଣ ଲୋକଙ୍କୁ ଡାକିଛନ୍ତି ସେମାନେ ସମସ୍ତେ ଭୁଲ। ବାସ୍ତୁର ବ ଅକ୍ଷର ମଧ୍ୟ ସେମାନେ ଜାଣନ୍ତି ନାହିଁ। ମୁଁ କ୍ଲିଅର ହେଇଯାଇଥିଲି। ଆକ୍ଚୁଆଲି ହେଉଛି କ'ଣ, ଆପଣ ଭାବୁଥିବେ ନା କ'ଣଟା ପ୍ରୋବ୍ଲେମ୍ ଅଛି? ପ୍ରୋବ୍ଲେମ୍ ହେଉଛି ଲ୍ୟାଣ୍ଡରେ। ସେ ଜାଗାରେ ଆକ୍ଚୁଆଲି ଶଲ୍ୟ ଦୋଷ ରହିଛି। ମୁଁ ଆଗରୁ ଗୋଟେ ଏପିସୋଡ଼ରେ କହିଛି ଆପଣମାନଙ୍କୁ କି ବାସ୍ତୁର ସବୁଠାରୁ ବଡ଼ ଦୋଷ ହେଉଛି ଶଲ୍ୟ ଦୋଷ। ଯଦି କୌଣସି ଜାଗାରେ ଶଲ୍ୟ ଦୋଷ ରହିଛି, ସେ ଜାଗାରେ କେବେ ଆପଣ ଘର ମଧ୍ୟ କରିପାରିବେନି ଯେପର୍ଯ୍ୟନ୍ତ ସେ ଶଲ୍ୟ ଦୋଷକୁ ଆପଣ ପ୍ରତିକାର ନ କରିଛନ୍ତି। ବଡ଼ ବଡ଼ କେସ୍ ମୁଁ ଦେଖିଛି। ଆଗରୁ ମଧ୍ୟ ରାୟଗଡ଼ା କେସ୍ ବି ପକାଇଥିଲି। ଅନ୍ୟ ବି ଗୋଟେ ଯୋଡ଼େ ଏପିସୋଡ଼ ପକାଇଛି। ବୋଧହୁଏ ଆପଣଙ୍କ ଚାନ୍ଦବାଲିରୁ ଗୋଟେ ମ୍ୟାଟର ମୁଁ ପକାଇଛି, ଆପଣ ଦେଖିଥିବେ। ଦେନ୍ ଗୋଟେ ଯଶୀପୁର, ଏପଟେ ଉଦଳା ଲାଇନ୍ ଗୋଟେ କେସ୍ ମଧ୍ୟ ପକାଇଛି, ଭିଡ଼ିଓରେ ଆପଣ ଜଣେଇଛି। ଜାଗାର ଶଲ୍ୟ ଦୋଷ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୋଷ। ଆଉ ସେ ଜାଗାରେ ଘର କରିବା ମାନେ ହେଉଛି କ'ଣ, ବିପଦକୁ ବରଣ କରିବା। ମୁଁ ବେଳେବେଳେ ଭାବେ ମୁଁ କାହିଁକି ଏ ଜିନିଷ କହୁଛି, କାରଣ ବିଧିର ବିଧାନ କରିବା ନ, ଯାହା ଭାଗ୍ୟରେ ଯାହା ଥିବ ସେ ସେଇଆ ହିଁ କରିବ। କେବଳ ଏ ଜିନିଷ ଗୁଡ଼ା ମୁଁ କହୁଛି କାହିଁକି ନା, ଯଦି କାହାର ବିଧିରେ ଥିବ କି ଭଲ ଜିନିଷଟି ଶିକ୍ଷା କରିବାର ଅଛି ଏବଂ କିଛି ଭୁଲ କରିବା ପୂର୍ବରୁ ସେ ଭୁଲରୁ ଦୂରେଇ ଆସିବାର ଅଛି, ତାହେଲେ ଡେଫିନେଟଲି ମୋ କଥାଟି ସେ ଶୁଣିବ। ଆଉ ଯିଏ ନ ବୁଝିବାର ଲୋକ, ତା ବିଧିରେ ଯାହା ଲେଖା ଅଛି ଯଦି କିଏ ବୁଝିବାର ନଥିବ, ଏଇସବୁ ଜାଗାରେ ସେ ଘର ହିଁ କରିବେ। ଯାହା ବି ହେଉ, ଶଲ୍ୟ ଦୋଷ କଥା କହିଲି ତ ଏଇଟା ବି ଭାବୁଥିବେ ଆପଣ କି ସେଠି ଯେ ଘର କରିହେବ ନା କରିହେବନି। ୟେସ୍, ଘର କରିହେବ। ଇଭିନ୍ ତାଙ୍କୁ ପ୍ଲାନ୍ ମଧ୍ୟ ମୁଁ ଦେଇକି ଆସିଛି। ଭଲ ଘରଟିଏ ସେ କରିବେ। ସେ ଜାଗାରେ ଯେଉଁ ଶଲ୍ୟ ଦୋଷ, ତା'ର ପ୍ରତିକାର ମଧ୍ୟ ମୁଁ କରିବି ବୋଲି ତାଙ୍କୁ ମୁଁ ପ୍ରତିଶ୍ରୁତି ଦେଇକି ଆସିଛି। ଟିକେ ଟାଇମ୍ ଲାଗିବ, ଘର ନିଶ୍ଚିନ୍ତ ହେବ। ଯଦି ଏଠିକି ରେଗୁଲାର ଭିଉଅର୍ ଥିବେ, ସେ ଭାବୁଥିବେ ଲୋକ 3-3ଟା ଘର କରିକି ବ୍ରେକ୍ କରିକି ଆଉ ଗୋଟେ ଘର ପାଇଁ ଆଟେମ୍ପ୍ଟ ନେଉଛି। ଯେତେବେଳେ ଗୋଟିଏ ଘର ଶଲ୍ୟ ଦୋଷ ହେବ ମାନେ, ମୁଁ କହିଛି ଗୋଟେ ଏପିସୋଡ଼ରେ, ଘର ମଧ୍ୟ ସମ୍ପୂର୍ଣ୍ଣ ହେଇପାରିବନି। ଆକ୍ଚୁଆଲି ମୋର ବାସ୍ତୁଦେବ ଏତେ ଫ୍ରେଣ୍ଡଲି, ଯଦି କୌଣସି ଜାଗାରେ କିଛି ପ୍ରୋବ୍ଲେମ୍ ଥିବ ସେ ସଂକେତ ମାଧ୍ୟମରେ ଜଣାଇ ଦିଅନ୍ତି। ବହୁ ଜାଗାରେ ଏମିତି ମଧ୍ୟ ମୁଁ ଦେଖିଛି କ'ଣ ନା, ଘର ହେଉଥିବା ଷ୍ଟାର୍ଟ କଲା ପୂର୍ବରୁ ଜଣାଇ ଦିଅନ୍ତି, ଷ୍ଟାର୍ଟ କରିବାର କିଛି ଦିନ ପରେ ଜଣାଇ ଦିଅନ୍ତି। ଏସବୁ ସଂକେତ ଆସିଯାଏ, କିଛି ନା କିଛି ସିମ୍ପଟମ୍ସ ଦେଖେଇବେ, ଯାହାଦ୍ୱାରା ଗୃହ କଥା ଭାବିବେ କ'ଣ, ନାଇଁ ମୋର କିଛି ନା କିଛି ଭୁଲ ହେଉଛି। କିନ୍ତୁ ଆଙ୍କ କ୍ଷେତ୍ରରେ କାହିଁକି ହେଲାନି?
ମନେ ରଖନ୍ତୁ ଦର୍ଶକ ବନ୍ଧୁ, ମୁଁ ଆଗରୁ ଏପିସୋଡ଼ କହିଛି, କୌଣସି ଲୋକ ଯଦି ଗୋଟେ ଘରକୁ ହାଲକା ଭାବରେ ନେଉଥିବ, ହାଲକା ଘର କାହାକୁ କୁହନ୍ତି, ଯେମିତିକି ଆପଣ ସେ ଟାଇଲ୍ସ ହେଉ ବା ଝାଟିମାଟି ଘର ହେଉ, ଆଜବେଷ୍ଟସ୍ ଘର ହେଉ, ଏସବୁ ଘର କ'ଣ ହାଲକା ଥାଏ। ତେଣୁ ଯେକୌଣସି ଜାଗାରେ, ଇଭିନ୍ ବି ବାସ୍ତୁଦେବଙ୍କୁ ବ୍ରହ୍ମସ୍ଥାନରେ ମଧ୍ୟ ମୁଁ ବହୁତ ଅନେକ ଘର, ଏବେ ବି ସୁଦ୍ଧା ଘର ଅଛି, ଲୋକ ଘର କରିଛନ୍ତି, ତାଙ୍କର କିଛି ପ୍ରୋବ୍ଲେମ୍ ହିଁ ହେଉନି, କାହିଁକି ନା ସେ ଘର ହାଲକା ଅଛି। ବାସ୍ତୁ କେଉଁଠି କାଲକୁଲେଟ୍ କରାଯିବ, ଯେଉଁଠି ଇଟା, ସିମେଣ୍ଟ, ରଡ଼, ଗୋଡ଼ି ଏସବୁ ଲାଗିଲା, ଏଠି ୱେଟ୍ର କାଲକୁଲେସନ୍ ହୁଏ। ମୁଁ ଆଗରୁ ମଧ୍ୟ କହିଛି, ବହୁତ ଜିନିଷ କହିଛି, ବାସ୍ତୁ ହେଉଛି ଡିଷ୍ଟାନ୍ସର ପାଠଟିଏ, ଲେନ୍ଥ, ଭଲ୍ୟୁମ୍ ଆଣ୍ଡ ୱେଟ୍, ଏସବୁର ପ୍ରପର୍ କାଲକୁଲେସନ୍ ମାନେ ହେଉଛି ବାସ୍ତୁ। ଯେଉଁଠି ଏଠି ୱେଟ୍ ଆସିଯାଉ, ଯେଉଁଠି ୱେଟ୍ ଆସୁଛି ସେଠି ଡେଫିନେଟଲି ଦେଖନ୍ତୁ, ମୁଁ ତ କହିବି ଯେଉଁ ଲୋକଙ୍କର ଏ ପ୍ରୋବ୍ଲେମ୍ ହେଇଛି, ସେ ଲୋକ କ'ଣ କନେକ୍ଟିଭିଟି ମୁଁ କହିପାରିବିନି, କିନ୍ତୁ ଯଦି ସେ ଜାଗାରେ ପ୍ରଥମରୁ ଛାତ ଘର କରିଥାନ୍ତେ, ଫାଷ୍ଟ ଘର ଛାତ ଘର, ହୁଏତ ତାଙ୍କୁ କିଛି ଗୋଟେ ସିମ୍ପଟମ୍ସ ଆସିଯାଇଥାନ୍ତା, ସେ ଘର ବ୍ରେକ୍ ହେଇକି ଥାନ୍ତା, ହେଇପାରିନଥାନ୍ତା, ଏମିତି ହେଇଥାଇପାରେ। କିନ୍ତୁ ଯେହେତୁ ସେ ଛାତ ଘର କରିନାହାନ୍ତି, ଏମିତି ହାଲକା ଘର ଟିକେ କରିଛନ୍ତି, ସେ ଘର ହେଇଗଲା। କିନ୍ତୁ ବିଧିର ବିଧାନ, ସିଏ ଗୋଟେ ଅଲଗା ନିୟମ ତିଆରି କରିଛି। ତେଣୁ ଏ ଘର କଲା ପରେ ପରେ ଇନ୍ସିଡେଣ୍ଟ ଆରମ୍ଭ ହେଲା, ପ୍ରଥମତଃ ବାପାଙ୍କ ଠାରୁ, ଦ୍ୱିତୀୟ ପୁଣି, କାରଣ ଏସବୁ ଜିନିଷ ଦେଖନ୍ତୁ ଭୋଗିବାର ତାଙ୍କୁ ଅଛି। ଯାହାକୁ ଯେଉଁ ଜିନିଷ ଭୋଗିବାର ଥିବ ସେ ନିଶ୍ଚିନ୍ତ ଭୋଗିବ, କାରଣ ଭଲ ଲୋକ ଠିକ୍ ଭଲ ସମୟରେ ଭଲ କଥା କହିଲେ ମଧ୍ୟ ସେ କେବେ ଭଲ ଭାବିବ ନାହିଁ। ମୁଁ ତାଙ୍କୁ କହୁନି, ମୁଁ ସମସ୍ତଙ୍କ ପାଇଁ କହୁଛି, ଯଦି କିଛି ଭୁଲ ହେବାର ଥିବ ନା, କେହି ଅଟକେଇ ପାରିବେ ନାହିଁ। ତେଣୁ ସେଇ ଜାଗା ଉପରେ ଯଦି ଛାତ ଘରଟି ହେଇଥାନ୍ତା ବା ଆରମ୍ଭ କରିଥାନ୍ତେ, ଏସବୁ ପ୍ରୋବ୍ଲେମ୍ ଆସିନଥାନ୍ତା। ତେଣୁ ଗୋଟେ ଶିକ୍ଷା କ'ଣ ମିଳିଲା, ଗୋଟିଏ ମାତ୍ର ଶିକ୍ଷା, ମୁଁ ଆଗରୁ କହିଛି, ବହୁତ ଥର କହିଛି, ଯେତେବେଳେ ବି ଛୋଟ ଘରଟିଏ ହେଉ, ବଡ଼ ଘରଟିଏ ହେଉ, ଛାତ ଘର ହେଉ, ଆଜବେଷ୍ଟ ଘର ହେଉ, ଯାହା ବି ଆପଣ ଘର କରୁଛନ୍ତି, ମୂଳରୁ ଯଦି ଜଣେ ଭଲ ବାସ୍ତୁବିଦଙ୍କୁ ଡାକି ଦେଖେଇକି ଘର କରିଥିବେ, ତାହେଲେ କୌଣସି ପ୍ରକାର ପ୍ରୋବ୍ଲେମ୍ ଆସିବ ନାହିଁ। କିନ୍ତୁ ଯଦି ଆମ ଭାଗ୍ୟରେ କିଛି ଖରାପ ଲେଖା ଅଛି, ଆମେ ଏ କଥାକୁ ମାନିବା ନାହିଁ। ମନମୁଖୀ ଘର କରିବା ଲୋକ କୁହନ୍ତୁନି, ମୁଁ କାହାକୁ ଘର ଜାଗା ଦେଖାଏ ନାହିଁ, ସର୍ବମଙ୍ଗଳ ଜଗନ୍ନାଥ କହିକି ମୁଁ ଘର କରିଦିଏ। କିଛି ନାହିଁ ଆଜ୍ଞା, ଯଦି ସେ ଲୋକର ଭାଗ୍ୟରେ ଭଲ ଜିନିଷ ଅଛି, ନିଶ୍ଚିତ ଭଲ ହେବ। ଆଉ ଯଦି କିଏ ଆଗ ପଛ ହେଉଛି, କରିବି ନା କରିବିନି, କାହାକୁ ଦେଖେଇବି ନା ଦେଖେଇବିନି, ମୁଁ ତ ଆପଣଙ୍କୁ କହିବି, ଜଣେ ଭଲ ବାସ୍ତୁବିଦକୁ ଡାକି ଦେଖେଇ ଦିଅନ୍ତୁ। କାରଣ ଘରଟି ଥରୁଟିଏ ହୁଏ, ଆଉ ଥରୁଟିଏ ଯଦି ଭୁଲ ହେଇଗଲା, ଗୋଟେ ବଡ଼ ପ୍ଲଟ୍ରେ ଯଦି ଥରୁଟିଏ ଭୁଲରୁ ଆରମ୍ଭ ହେଇଯାଇଛି ନା, ତାକୁ କେବେ ବି ଠିକ୍ କରିହେବନି, ଭୁଲରେ ହିଁ ଚାଲିବ। ଗୋଟିଏ ଭୁଲରୁ ଅନେକ ଭୁଲ ହେଇଯିବ,